ପରେ ପାଖାପାଖି 15 ବର୍ଷ ହେଇଗଲା କମିଶନ ଫାଇଲ ପଡ଼ିକି ରହିଲା। ତତ୍କାଳୀନ ସରକାର ତାକୁ ଲୋକଲୋଚନକୁ ଆଣିଲେନି। ବର୍ତ୍ତମାନ ଫାଇଲ ଚୋରି ହେଇଗଲା ବୋଲି କହିଲ। ତମେ 2 ବର୍ଷ 2.5 ବର୍ଷ କ'ଣ କରୁଥିଲ? ଘାସ ଖାଉଥିଲ ନା ଘାସ କାଟୁଥିଲ? ମାନବିକତା ଦୃଷ୍ଟିରୁ ରାଜ୍ୟର ଛାତ୍ର ଛୋଟ ପିଲାମାନଙ୍କର ସୁରକ୍ଷା ପାଇଁ 1 କ୍ଲାସରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ସୁରକ୍ଷା ଦେବା କଥା ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାର ଏବଂ ମାନ୍ୟବର ମନ୍ତ୍ରୀ ଗଣ୍ଡବାବୁ ଯେଉଁ ବହି ଛାପିଛନ୍ତି এইটা ଗୋଟେ ବ୍ୟବସାୟିକ ହିସାବରେ ପଳେଇଛି। ଓଡ଼ିଶାରେ ଛାପି ନାହାନ୍ତି, ସେଟା ମହାରାଷ୍ଟ୍ର ନା କେଉଁଠି ଛାପିଛନ୍ତି। ତାଙ୍କର କର୍ମଚାରୀମାନେ ଖୋଲାଖୋଲି କହୁଛନ୍ତି ଯେ ଏଇଟା ବହୁତ କରପ୍ସନ୍ ହେଇଛି ଏବଂ ଗଣ୍ଡବାବୁଙ୍କର ନିର୍ଦ୍ଦେଶରେ ହେଇଛି ବୋଲି କହୁଛନ୍ତି। ଗଣ୍ଡବାବୁଙ୍କ ନିର୍ଦ୍ଦେଶରେ ହେଇଛି ବୋଲି କହୁଛନ୍ତି। ସେଇଥିପାଇଁ କଂଗ୍ରେସ ଦଳ ଦାବି କରୁଛି ଏବଂ ଆମର ପିସି ସଭାପତି ଦାବି କରୁଛନ୍ତି ନିତ୍ୟାନନ୍ଦ ବାବୁ ତାଙ୍କ ନିଜର ଭଦ୍ରାମୀ ଦୃଷ୍ଟିରୁ ଇସ୍ତଫା ଦେବା ଦରକାର। କେଉଁ ସରକାରରେ କିଏ ଫାଇଲ ଚୋରି କଲା ସେଇଟା ପ୍ରମାଣିତ କରିବାଟା କଷ୍ଟସାଧ୍ୟ। ସରକାର 2 ବର୍ଷ ହେଇଗଲାଣି। 2 ବର୍ଷ ପରେ ଗୁରୁତ୍ୱପୂର୍ଣ୍ଣ ଫାଇଲ ମିଳୁନି ବୋଲିକିରି ପ୍ରେସକୁ ଯାଉଛନ୍ତି। ସରକାର ତଦନ୍ତ କରୁଛନ୍ତି। ତା ଅର୍ଥ ଜାଣି ଶୁଣିକିରି ଟାଇମ୍ ପାସ୍ କରିବା ପାଇଁ, କିଛି ଅଫିସରଙ୍କୁ ବଦନାମ କରିବା ପାଇଁ, କିଛି ମାନବିକତା ଦୃଷ୍ଟିରୁ କିଛି ଲୋକଙ୍କୁ ଇନସଲ୍ଟ କରିବା ପାଇଁ ସରକାରର ଯୋଜନା। ଯଦି ଫାଇଲ ତୁମର 2 ବର୍ଷ ହେଲା କୁଆଡ଼େ ଯାଇଥିଲ? ଯେତେବେଳେ ସ୍ୱାମୀଜୀକୁ ହତ୍ୟା କରାଗଲା ବିଜେପି ସରକାର ଥିଲା, ସେତେବେଳେ କମିଶନ ବସିଥିଲା। ଆଚ୍ଛା, ସେତେବେଳେ କାହିଁକି ତୁମେ ଉଡ୍ର କରିଦେଲନି ସରକାର? ବିଜେପି ସରକାର ଥାଇକି ଯଦି ସ୍ୱାମୀଜୀଙ୍କୁ ମାରି ଦିଆଯାଉଛି, ମର୍ଡର କରାଯାଉଛି, ନକ୍ସଲଙ୍କ ନାଁ ନିଆଯାଉଛି, ତାହେଲେ ତମେ କାହିଁକି ସେତେବେଳେ ଉଡ୍ର କଲନି? କ'ଣ ପାଇଁ ଉଡ୍ର କଲନି? ବିଜେପି ଉଡ୍ର କରିବା କଥା, ସରକାର ଭାଙ୍ଗିବା କଥା, ନବୀନ ବାବୁଙ୍କ ସରକାର ଭାଙ୍ଗିବା କଥା, କିନ୍ତୁ ସେ ତମେ କଲନି। ବର୍ତ୍ତମାନ 2 ବର୍ଷ ପରେ ପାଖାପାଖି 15 ବର୍ଷ ହେଇଗଲା କମିଶନ ଫାଇଲ ପଡ଼ିକି ରହିଲା। ତତ୍କାଳୀନ ସରକାର ତାକୁ ଲୋକଲୋଚନକୁ ଆଣିଲେନି। ବର୍ତ୍ତମାନ ଫାଇଲ ଚୋରି ହେଇଗଲା ବୋଲି କହିଲ। ତମେ 2 ବର୍ଷ 2.5 ବର୍ଷ କ'ଣ କରୁଥିଲ? ଘାସ ଖାଉଥିଲ ନା ଘାସ କାଟୁଥିଲ? ତମେ ଦୟାକରି ମାନ୍ୟବର ମୁଖ୍ୟମନ୍ତ୍ରୀ ୟା ଉପରେ ସ୍ପଷ୍ଟୀକରଣ ରଖନ୍ତୁ। 2 ବର୍ଷ ହେଲା କେଉଁଠି ଥିଲ ତମେ? ସେ ଫାଇଲ ଚୋରି କରିଦେବ, ଯେତୁଟା ଫାଇଲ ହଉ, ଯେଉଁ ଫାଇଲ ହଉ, କେଉଁ ଫାଇଲ ଚୋରି ହେଇଛି, ତମେ ଆହୁରି କେତେ ଫାଇଲ ଚୋରି ହେଇଛି ଲୋକଲୋଚନକୁ ଆଣନ୍ତୁ ଦେଖିବା। ଅଧିକ ଖବର ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ।